জয় জগন্নাথ। দেখ গো এ তো জগতনাথ, দেখ গো হাত ନାହିଁ ବୋଲି ବୋଲାଉଛି ସିନା, ହାତ ନାହିଁ ବୋଲି ବୋଲାଉଛି ସିନା, କିଏ ବାଟା ଠାରୁ ହେବ ସାମର୍ଥ, ଦେଖ ଗୋ ଏ ତ ଜଗତନାଥ, ଦେଖ ଗୋ। ଜୟ ଜଗନ୍ନାଥ। ଥରେ ଦେବତା ମାନଙ୍କ ସହିତ ରାକ୍ଷସର ନିବିଡ଼ ଭାବରେ ଯୁଦ୍ଧ ହେଲା। ବାରମ୍ବାର ଦେବତାମାନେ ପରାସ୍ତ ହେଲେ ଏବଂ ସେମାନେ ସମସ୍ତେ ମିଶି ଆଲୋଚନା କଲେ, ୟାକୁ ଅମୁକ ଅସ୍ତ୍ରରେ ମାରିଦିଅ, ଜଲ୍ଦି ମରିବ। କେଉଁ ଦେବତା କହିଲେ ସେଇ ଅସ୍ତ୍ର ୟାକୁ କାଟ କରିବ ନାହିଁ, ବ୍ରହ୍ମ ଅସ୍ତ୍ର ଦିଅ, ଆହୁରି ଜଲ୍ଦି ମରିବ। ପୁଣି ଆଉ ଜଣେ ଦେବତା କହିଲେ ୟାକୁ ୟାଠାରୁ ବଡ଼ ଅସ୍ତ୍ର ପ୍ରୟୋଗ କର, ଆଉ ଜଲ୍ଦି ମରିବା ଦରକାର। କିନ୍ତୁ ସର୍ବଶେଷରେ ଭଗବାନ ଶ୍ରୀ ବିଷ୍ଣୁଙ୍କ ପାଖକୁ ଗଲେ। ବିଷ୍ଣୁ ଭଗବାନ କହିଲେ ଆମକୁ କୌଣସି ମାରଣାସ୍ତ୍ରର ପ୍ରୟୋଗ ଆବଶ୍ୟକ ନାହିଁ, ବରଂ ଆର ଅନ୍ତର ଭିତରେ କିଛି ଅହମ୍ ଭାବର ଅସ୍ତ୍ର ପ୍ରୟୋଗ କର। ଅହମ୍ ଭାବର ଅସ୍ତ୍ର ଏମିତି ଗୋଟେ ଅସ୍ତ୍ର, ସେ ରାକ୍ଷସ ହଉ କିମ୍ବା ମଣିଷ ହଉ ଆପେ ଆପେ ମରି। ମନେ ରଖନ୍ତୁ ଭାଇମାନେ, ମଣିଷର ଶରୀରଟା ହେଉଛି ଏମିତି ଗୋଟେ ବଡ଼ ଧରଣର ଟ୍ରେଜେରୀ। ୟା ଭିତରେ ଆପଣ ଟଙ୍କା ରଖନ୍ତୁ ରହିବ, ସୁନା ରଖନ୍ତୁ ରହିବ, ଅଳଙ୍କାର ରଖନ୍ତୁ ରହିବ, ରୂପା ରଖନ୍ତୁ ରହିବ, ହୀରା ବି ରଖନ୍ତୁ ରହିବ, କିଛି ହେବନି। କିନ୍ତୁ ୟା ଭିତରେ ଯଦି ଟିକେ ଅହଙ୍କାର ଭରିଥିବେ ବା ଭରପୁର କରିବେ ତ ଏ ଆପେ ଫାଟିଯିବ ଭାଇ। ଏହାକୁ ନିଷ୍କଳଙ୍କ କର ବା କପଟ ଶୂନ୍ୟ କର ବା ଅହଙ୍କାର ଶୂନ୍ୟ କର। ଶେଷରେ ଭଗବାନ ଆପଣଙ୍କ କଥା ନିଶ୍ଚୟ ଶୁଣିବେ, ଆପଣଙ୍କ ଜୀବନ ସାର୍ଥକ ହେବ। ଜୟ ଜଗନ୍ନାଥ। ସେ ତ ଭଗତ ଭାବରେ ବନ୍ଧା ଯେ, ଭଗତ ଜୀବନ ଧନ, ସେ ତ ଭଗତ ଭାବରେ ବନ୍ଧା ଯେ, ଭଗତ ଜୀବନ